ଆଜି ଆମ ରାଷ୍ଟ୍ରପତିଙ୍କୁ ଗିଫ୍ଟ ଟା ଦେବାକୁ ଯାଉଥିଲି ହେଲେ ବାଟରେ ମୋ ସହ ଏମିତି ହେଇଯିବ ବୋଲି ଭାବିନଥିଲି। ହେଲେ ତମେ ତ ଜାଣିଛ କି ମୁଁ ଗୋଟେ ଚ୍ୟାଲେଞ୍ଜ ରେ ନେଇଥିଲି କି ଆମ ରାଷ୍ଟ୍ରପତିଙ୍କ ପାଇଁ ଗୋଟେ 3D ମିନିଏଚର ଫ୍ରେମ ବନେଇକି ତାଙ୍କୁ ଗିଫ୍ଟ କରିବି। ହେଲେ ତାଙ୍କେ ମୋଠୁ ନେବେ ନା ନାଇଁ ଜାଣିନଥିଲି, କିନ୍ତୁ ହେଲେ ବି ମୁଁ ବାହାରି ପଡିଥିଲି ବ୍ରହ୍ମପୁର ରେଲୱେ ଷ୍ଟେସନ। କଣ ପାଇଁ ନା ତାଙ୍କେ ଆଜି ସେ ଜାଗାକୁ ଆସୁଥିଲେ। ହେଲେ ଯେତେବେଳେ ଷ୍ଟେସନ ପାଖରେ ପହଞ୍ଚିଲି ସେଠି ଏତେ ସାରା ପୋଲିସଙ୍କୁ ଦେଖିକି ଲାଗିଲା ଯେ ଆଉ ଗିଫ୍ଟ ଟା ଦେଇ ହବନି। ହେଲେ ସେତେବେଳେ ସବୁ ମିଡିଆ ବାଲାଙ୍କର ନଜର ମୋ ଉପରେ ପଡିଥିଲା। ଆଉ ସବୁ ମିଡିଆ ବାଲା ଆସିକି ମୋଠୁ ଇଣ୍ଟରଭ୍ୟୁ ନେବାରେ ଲାଗିଗଲେ। ଆଉ ସବୁ ଇଣ୍ଟରଭ୍ୟୁ ସରିଲା ପରେ ରାଷ୍ଟ୍ରପତିଙ୍କର ଆସିବା ଟାଇମ ହେଇଯାଇଥିଲା। ହେଲେ ଯେତେବେଳେ ରାଷ୍ଟ୍ରପତି ଆସିଲେ ସେ ଆଉ ଗାଡିରୁ ଓହ୍ଲେଇଲେନି। କଣ ପାଇଁ ନା ତାଙ୍କୁ ଆଉ ଗୋଟେ ପ୍ରୋଗ୍ରାମ ଯିବାର ଥିଲା ବୋଲି ସେ ଆଗକୁ ବଢି ଚାଲିଲେ। ହେଲେ ସେତେବେଳେ ସିନା ଦେଇପାରିଲିନି, କିନ୍ତୁ ଏଇ ରାସ୍ତା ଦେଇକିରି ଆକା ତାଙ୍କୁ କାଲି ଆସିବାର ଅଛି। ତ କାଲି ପୁଣି ଚେଷ୍ଟା କରି ଭାବିକିରି ମୁଁ ଘରକୁ ପଳେଇ ଆସିଲି। ହେଲେ ତା ପରଦିନ ମର୍ଣ୍ଣିଂ ରେ ରାଷ୍ଟ୍ରପତିଙ୍କ ଆସିବା ଟାଇମ ହେଇଯାଇଥିଲା। ଏପଟେ ଆମର ରାକ୍ଷୀ ପାଇଁ ଏତେ ସାରା ଅର୍ଡର ପେଣ୍ଡିଂ ଥିଲା ଯେ ମୁଣ୍ଡ ପୁରା ଟେନସନ ହେଇଯାଉଥିଲା। ତାପରେ ବି ମୁଁ ରାଷ୍ଟ୍ରପତିଙ୍କୁ ଗିଫ୍ଟ ଦେବି ବୋଲି ବାହାରି ପଡିଲି। ହେଲେ ଯେତେବେଳେ ଷ୍ଟେସନ ପାଖରେ ପହଞ୍ଚିଲି ତ ପୋଲିସ ମାନେ ଆମକୁ ଆଉ ଭିତରକୁ ଛାଡିଲେନି। ତ ତାଙ୍କୁ ଟିକେ ବୁଝାବୁଝି କରିକିରି ଆମେ ଚାଲି ଚାଲି ଭିତରକୁ ପହଞ୍ଚୁ। ଆଉ ସେତେବେଳେ ଆକା ରାଷ୍ଟ୍ରପତି ପଳେଇଲେ। ଯଦି ମୁଁ ଆଉ 2 ମିନିଟ୍ ଆଗରୁ ପହଞ୍ଚି ଯାନ୍ତି ତ ତାଙ୍କୁ ନିଶ୍ଚୟ ମୁଁ ଦେଇପାରିଥାନ୍ତି। ହଉ ସେ ତ ଆମ ଓଡିଶାରେ ଆକା ଆଉ ଥରେ କେତେବେଳେ ଆମ ଓଡିଶା ଆସିଲେ ସେତେବେଳେ ଦେବାକୁ ଟ୍ରାଏ କରିବା। ହଉ ରାକ୍ଷୀର ଏବେ 20% ଅଫର ଚାଲିଛି। 11 ତାରିଖ ଯାଇ ଅଫରଟା ରହିବ। ଜଲ୍ଦି ଜଲ୍ଦି ଅର୍ଡର କର। ରହିଲି, ଜୟ ଜଗନ୍ନାଥ।